ଦେଖିବା ସେହି ଶୁକ୍ର ଚଳନରେ 9/6/2026 4/7/2026 ପର୍ଯ୍ୟନ୍ତ ଶୁକ୍ର ଗ୍ରହ କର୍କଟ ରାଶିକି ଚଳନ କରୁଛନ୍ତି। ଆସନ୍ତା 9 ତାରିଖରୁ ଜୁଲାଇ 4 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରହର ଚଳନ ଅଛି ଏବଂ ତାଙ୍କର ଫଳ ବି ଅଛି। ଆକୁ କ'ଣ ହେବ ନା ଯେଉଁ କୁମ୍ଭ ରାଶି ଭାଇ ଭଉଣୀମାନେ ରହିଲେ 23/11, 24/11, 25/11 ସେମାନଙ୍କର ଶୁକ୍ର ହେଲେ କ'ଣ ନା ଆମର କୁମ୍ଭ ରାଶି କୁମ୍ଭ ଲଗ୍ନ ଯେଉଁ ଭାଇ ଭଉଣୀମାନଙ୍କର ହେଇଥିବ ଶୁକ୍ର ହେଲେ ଭାଗ୍ୟାଧିପତି ଚତୁର୍ଥାଧିପତି ସେମାନେ ହେଲେ ଶୁକ୍ର ରହିଲେ ଷଷ୍ଠସ୍ଥ କର୍କଟ ରାଶିରେ ଶୁକ୍ର ଶୁଦ୍ଧି ନାହିଁ, ତେଣୁକରି ଦୂରଯାତ୍ରା କରନ୍ତୁ ନାହିଁ। କ'ଣ ହେବ ନା ଅପମାନିତ, ବ୍ୟସ୍ତତା, ଅସୁସ୍ଥତା ଏବଂ ଅଶାନ୍ତି, ଗୃହପାଳିତ ପଶୁ କ୍ଷୟକ୍ଷତି, ଗୁପ୍ତ ଶତ୍ରୁ ଉଜ୍ଜୀବିତ ହେବେ। ଇଏ ଫଳ ମୁଁ କହୁଛି 25, ଏଥିରେ ବ୍ୟସ୍ତ ହେବାର ନାହିଁ। ଉଜ୍ଜୀବିତ ହେବେ ବୋଲି କ'ଣ ମାରିଦେବେ? ନାଇଁ 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 ନାଇଁ, ଆପଣ ବାଲ୍ଟିଏ ପାଣି ଥୋଇ ଦେଇକି ଝାଡ଼ା ଯାଇଥିବେ, ତାକୁ ଆଇଲା ଆସିକି ଢାଳି ଦେଇଥିବ, ଫେରେ ପାଣି ଆଣିବେ, ପାଣି ସାରିବେ, ଏଇଆ ତ କଥା ହେବ। ଗାମୁଛା ଥୋଇକିରି ଗାଧୋଇ ଯାଇଥିବେ, ତାକୁ ଆଇଲା ଆସିକି ଗଛରେ ଥୋଇ ଦେଇଥିବ, ଏଇଆ ଶତ୍ରୁତା, ଏଇଆ ଆଉ ବଡ଼ ଧରଣ କିଛି ନାହିଁ। ସପ୍ତମ ଦୃଷ୍ଟି ଶନି କ୍ଷେତ୍ରକୁ ରହିଲା ମକର ରାଶିକୁ, ଦ୍ୱାଦଶ ସ୍ଥାନକୁ। ବ୍ୟୟାଧିକ୍ୟ, ନିଦ୍ରାହୀନତା, ଆଣ୍ଠୁଗଣ୍ଠି ଟିକେନାକୁ ପୀଡ଼ା ରହିବ, ଏସବୁ ଜିନିଷ ରହୁଛି। ୟାକୁ ଯଦି ପ୍ରତିକାର କରିବେ କ'ଣ କରିବେ ନା ପ୍ରତି ଶୁକ୍ରବାର ଦିନ 21ଟି ଧଳା ଫୁଲ ଗାଡ଼ିଆ ବା ନଦୀରେ ପକାଇବେ। 21ଟି ଧଳା ଫୁଲ, ଟିକେ ସୁସ୍ଥ ଆସିବ। ଶୁକ୍ରଙ୍କର ଅନ୍ୟ ନାମ ଭୃଗୁଜ, ଦୈତ୍ୟ ମନ୍ତ୍ରୀ, ଦୈତ୍ୟାଧ୍ୟକ୍ଷ, ପୁରୋହିତ, ଉଷନା, ଭାର୍ଗବ, କବି, ଦୈତ୍ୟ ଗୁରୁ। ପେରିକା ଶେଷ ରାଶି।